Hello everybody, Jai Jagannath. Welcome back to my channel OPS MCQ Zone. ଆଜିର ଏ ଭିଡ଼ିଓରେ ଆମେ ବିଫୋର୍ ଇଣ୍ଡିପେଣ୍ଡେନ୍ସ ବ୍ରିଟିଶ କ୍ରାଉନ୍ର ଷ୍ଟ୍ରକ୍ଚର୍ କେମିତି ଥିଲା ପଢ଼ିବା. ଓକେ, as far as I know this topic was very lengthy. ଓକେ, ବଟ୍ ମୋ ଓପିନିଅନ୍ କଥା କହୁଛି ମୁଁ ଏମିତି ଗୋଟେ ଚାର୍ଟ କରିଦେଇଛି. ଯଦି ଆପଣଙ୍କୁ ଭଲ ଲାଗୁଛି ୟୁ ସୁଡ୍ ଟ୍ରାଏ, ଅଦରୱାଇଜ୍ skip it. ଓକେ, ସମସ୍ତଙ୍କର ଅଲଗା ଅଲଗା ଆପ୍ରୋଚ୍ ଥାଏ କି କେମିତି ପଢ଼ିଥିବ, ବଟ୍ ମୁଁ ଏମିତି ପଢ଼େ. ଓକେ, and basically the thing is currently India and before independence India ଆମେ ଏଠି କମ୍ପେୟାର କରିଦେବା. ଓକେ, ଦେଖନ୍ତୁ ଯେତେବେଳେ ଆମର ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ହେଇନଥିଲା ସେତେବେଳେ ଆମର ଇଣ୍ଡିଆ ଗୋଟେ କଲୋନିଆଲ୍ ପିରିୟଡ଼ରେ ଥିଲା. ଓକେ, ତ ସେ ବ୍ରିଟିଶ କବଳ ରକ୍ଷା କରିକି ସେ ଗୋଟେ ବଡ଼ ଆଜି ସେ ଗୋଟେ ସଭରେନିଟି ପାଇଛେ. ଓକେ, ତ ଏବେର ଯେଉଁ କଣ୍ଟ୍ରି ଆମର ଅଛି ତାର ଷ୍ଟ୍ରକ୍ଚର୍ ହେଉଛି ଇଣ୍ଡିଆ, ସେଣ୍ଟର ଆଉ ଷ୍ଟେଟ୍. ଓକେ, ତା ଭିତରେ ତିନିଟା ପାର୍ଟ ଅଛି: ଲେଜିସ୍ଲେଟିଭ୍, ଏକ୍ସିକ୍ୟୁଟିଭ୍, ଜୁଡ଼ିସିଆରୀ. ଲ ମେକିଂ ବଡି, ଏକ୍ସିକ୍ୟୁଟିଭ୍, ଜଷ୍ଟିସ୍. ହେଲା, ଲ ମେକିଂରେ ଅଛନ୍ତି ଆଉଥରେ ଆମର ପାର୍ଲାମେଣ୍ଟ, ୟାନି କି ଲୋକସଭା, ରାଜ୍ୟସଭା, ରାଷ୍ଟ୍ରପତି, ପ୍ରେସିଡେଣ୍ଟ. ଓକେ, ପୁଣି ଆମର ଅଛନ୍ତି ଏକ୍ସିକ୍ୟୁଟିଭ୍ରେ ଆମର ପ୍ରାଇମ୍ ମିନିଷ୍ଟର, କାଉନସିଲ୍ ଅଫ୍ ମିନିଷ୍ଟର ଆଣ୍ଡ ଆଇଏଏସ୍ ଅଫିସର. ଓକେ, ଆମର ଜୁଡ଼ିସିଆରୀରେ ଅଛନ୍ତି ସୁପ୍ରିମକୋର୍ଟ. ସିମିଲାରଲି ଷ୍ଟେଟ୍ ପାଇଁ ମଧ୍ୟ ଆମର ଲେଜିସ୍ଲେଟିଭ୍, ଏକ୍ସିକ୍ୟୁଟିଭ୍, ଜୁଡ଼ିସିଆରୀ. ଓକେ, ଷ୍ଟେଟ୍ ପାଇଁ ଆମର ଅଛନ୍ତି ଲେଜିସ୍ଲେଟିଭ୍ ଆସେମ୍ବଲି, ଲେଜିସ୍ଲେଟିଭ୍ କାଉନସିଲ୍ ଆଣ୍ଡ ଗଭର୍ଣ୍ଣର. ୱେରେଜ୍ ଏକ୍ସିକ୍ୟୁଟିଭ୍ ପାଇଁ ଆମର ସିଏମ୍, କାଉନସିଲ୍ ଅଫ୍ ମିନିଷ୍ଟର ଆଣ୍ଡ ଆଇଏଏସ୍ ଅଫିସର. ଜୁଡ଼ିସିଆରୀ ପାଇଁ ଆମର ହାଇକୋର୍ଟ ଅଛି. ଓକେ, ସେମିତି ଏଇଟା ତ ଆମର ସେଣ୍ଟର ହେଲା, ଏଇଟା ତ ଆମର ଷ୍ଟେଟ୍ରେ ହେଲା, ଆମର ଲୋକାଲ୍ ଗଭର୍ଣ୍ଣମେଣ୍ଟ ପାଇଁ ଆମର ଅଛି, ରୁରାଲ୍ ପାଇଁ ଅଛି, ଅର୍ବାନ୍ ପାଇଁ ଅଛି. ହେଲା, ତ ପ୍ରେଜେଣ୍ଟଲି ଆମର ଇଣ୍ଡିଆ ଏମିତି ଚାଲିଛି. ବିଫୋର୍ ଇଣ୍ଡିପେଣ୍ଡେନ୍ସ କେମିତି ଚାଲିଥିଲା ସେଇଟା ଆଜି ଆମେ କଭର୍ କରିବା. ଓକେ, ସମସ୍ତେ ଅଲଗା ଅଲଗା ପଢ଼ିଥିବେ. ଯଦି ତୁମର ଅଲଗା ଆପ୍ରୋଚ୍ ଅଛି ଦେନ୍ ବି ଅନ୍ ଦ୍ୟାଟ୍. ମୁଁ କହୁନି କି ତୁମେ ମୋର ଫଣ୍ଡା ହିଁ ଆପ୍ଲାଏ କର. ଓକେ, ଦେଖନ୍ତୁ ତିନିଟା ପାର୍ଟ କରିଦେଇଛି ମୁଁ: ରେଗୁଲେଟିଂ ଆକ୍ଟ 1773, 1857 ଆଣ୍ଡ କ୍ରାଉନ୍ ରୁଲ୍ 1858. ଓକେ, ତ ରେଗୁଲେଟିଂ ଆକ୍ଟରେ ଫାର୍ଷ୍ଟ ଟାଇମ୍ ପାଇଁ କମ୍ପାନୀ ଉପରେ ଗୋଟେ କ୍ରାଉନ୍ର କଣ୍ଟ୍ରୋଲ୍ ହେଲା. ଓକେ, ତାପରେ ଆମର ଯେଉଁ ଗୋଟେ କ୍ରାନ୍ତିକାରୀ ହେଲା ସିପାହୀ ବିଦ୍ରୋହ. ଓକେ, ଫାର୍ଷ୍ଟ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ. ଓକେ, ଦେନ୍ ଆସିଲା ଆମର କ୍ରାଉନ୍ ରୁଲ୍. କ୍ରାଉନ୍ ରୁଲ୍ଟା ହେଉଛି ଟୁୱାର୍ଡ଼ସ୍ ଡିସେଣ୍ଟ୍ରାଲାଇଜେସନ୍. ଆମେ ଦେଖିବାକୁ କ'ଣ ଦେଖିବା. ଓକେ, ତ ଏଥିରେ କ'ଣ ହେଲା, ଗୋଟେ ଆମର ତିନିଟା ପ୍ରେସିଡେନ୍ସି ଥିଲା. ଓକେ, ସେଥିରେ ଆମର ବେଙ୍ଗଲର ଗଭର୍ଣ୍ଣର ଜେନେରାଲ୍ କରାଦିଆଗଲା. ୱାରେନ୍ ହାଷ୍ଟିଙ୍ଗସ୍ ଫାଷ୍ଟ ଥିଲେ. ଗୋଟେ ସୁପ୍ରିମକୋର୍ଟ ମଧ୍ୟ ତିଆରି ହେଲା. ଓକେ, ତ 87ରେ ନା କ'ଣ ହେଲା, ଇଣ୍ଡିଆ ମାନେ ପୁରା ପୁରା ଜାଗିଗଲେ, ଯାହାଫଳରେ କି ଗୋଟେ ବଡ଼ କ୍ରାନ୍ତିକାରୀ ହେଲା. ତ ସେଇଠୁ ଭାବିଲେ ଯେ ବ୍ରିଟିଶ ମାନେ କି ନା ଇଣ୍ଡିଆ ମାନେ ଦେ ନଟ୍ ଲୁଜର. ଓକେ, ତ ଆମର ଏଇଟା ହେଉଛି ଟର୍ଣ୍ଣିଂ ପଏଣ୍ଟ, ଗେମ୍ ଚେଞ୍ଜର. ତାପରେ ଯେତେବେଳେ କ୍ରାଉନ୍ ରୁଲ୍ ଆସିଲା ସେତେବେଳେ ଷ୍ଟ୍ରକ୍ଚର୍ କେମିତି ଥିଲା ତାକୁ ଆମେ ଡିଫାଇନ୍ କରିବା ଏବେ ଏ ଛୋଟ 1 ପେଜ୍ରେ. ଓକେ, ଏଇଟା ଗୋଟେ ବଡ଼ ଚାପ୍ଟର ହେଇଯାଉଛି, ବଟ୍ ମୁଁ ଯେମିତି ବୁଝିଛି ଫ୍ଲୋରେ ସେଇଟା ମୁଁ ଆପଣଙ୍କୁ ବତାଇ ଦେଉଛି. ଓକେ, ଦେଖନ୍ତୁ ଯେତେବେଳେ କମ୍ପାନୀ ରୁଲ୍ ଏଣ୍ଡ ହେଲା, କ୍ରାଉନ୍ ରୁଲ୍ ଷ୍ଟାର୍ଟ ହେଲା, ସେତେବେଳେ ବ୍ରିଟେନରେ ଗୋଟେ ପଦ କ୍ରିଏଟ୍ ହେଲା, ଇଜ୍ ନୋନ୍ ଏଜ୍ ସେକ୍ରେଟାରୀ ଷ୍ଟେଟ୍ ଅଫ୍ ଇଣ୍ଡିଆ. ଓକେ, ତାଙ୍କ ବିହାଫ୍ରେ ଇଣ୍ଡିଆରେ ଜଣେ ରହୁଥିଲେ ଭାଇସରୟ ଅଫ୍ ଇଣ୍ଡିଆ. ଓକେ, 1858ରେ ଗଭର୍ଣ୍ଣର ଜେନେରାଲ୍ ଅଫ୍ ଇଣ୍ଡିଆକୁ ଭାଇସରୟ ଅଫ୍ ଇଣ୍ଡିଆ କରାଦିଆଗଲା. ଓକେ, ତ ବ୍ରିଟିଶ କ୍ରାଉନ୍ରେ ସେଣ୍ଟରରେ କିଏ ଥିଲେ, ହେଡ଼୍ ହେଇକି ଆମର ଭାଇସରୟ ଅଫ୍ ଇଣ୍ଡିଆ ଥିଲେ. ରିପ୍ରେଜେଣ୍ଟ ଅଫ୍ କ୍ରାଉନ୍ ଇନ୍ ଇଣ୍ଡିଆ ଅର୍ଥାତ୍ ବ୍ରିଟେନରେ ଥିଲେ ସେକ୍ରେଟାରୀ ଷ୍ଟେଟ୍ ଅଫ୍ ଇଣ୍ଡିଆ, ତାଙ୍କ ବିହାଫ୍ରେ ଥିଲେ ଆମର ଭାଇସରୟ ଅଫ୍ ଇଣ୍ଡିଆ. ଓକେ, ତ ଏଇଟା ପୁରା ସେଣ୍ଟର ପାଇଁ. ଓକେ, ସେଣ୍ଟରର ଏବେ କିନ୍ତୁ ସେଣ୍ଟରରେ ଆମର ହେଡ଼୍ ଅଫ୍ ଷ୍ଟେଟ୍ ରାଷ୍ଟ୍ରପତି, ବଟ୍ ଏକ୍ସିକ୍ୟୁଟିଭ୍ ପ୍ରାଇମ୍ ମିନିଷ୍ଟର. ସିମିଲାରଲି ବିଫୋର୍ ଇଣ୍ଡିପେଣ୍ଡେନ୍ସ ମଧ୍ୟ ସେମିତି ହେଇଥିଲା. ଯେତେବେଳେ ଆମର ସେଣ୍ଟରରେ
मेन किए थे वायसरॉय ऑफ इंडिया है तांको अंडर रे तीन पार्ट थिला लेजिस्लेटिव काउंसिल एग्जीक्यूटिव काउंसिल एंड सेंट्रल जुडिशियल अथॉरिटी जोटा आमर प्रेजेंटली इंडिया लेजिस्लेटिव सेते बेले एटा लेजिस्लेटिव काउंसिल जोटा सेते बेलर एग्जीक्यूटिव काउंसिल एटा एबर एग्जीक्यूटिव ओके आ जुडिशियरी पार्टटा इक्वल थिला ओके तो कौन है ना सेंटर एमती प्रोविंस रे तीन टा प्रोविंस थिला जेमिति आमर स्टेट रे लेजिस्लेटिव एग्जीक्यूटिव जोड़े अच्छी सेमती से आमर तीन प्रोविंस रे बॉम्बे बेंगल मद्रास रे लेजिस्लेटिव काउंसिल एग्जीक्यूटिव काउंसिल जोड़े थिला किंतु टिके देख 1858 रे एग्जीक्यूटिव काउंसिल नथिला मुझे न लिखी ये मार्क कर ओके तीन प्रोविंस नथिला ओके किंतु एग्जीक्यूटिव काउंसिल थिला एग्जीक्यूटिव काउंसिल थिला एग्जीक्यूटिव काउंसिल थिला विथ गवर्नर ओके ये बड़े 1860 हाईकोर्ट एक्ट आसला ता अंडर रे गोटे कोर्ट बनाला तीन प्रोविंस रे ओके तो तीनों प्रोविंस रे एग्जीक्यूटिव काउंसिल विथ गवर्नर से माने मिसिकी रूल करथुले प्रोविंस मानक ओके तापर आसला इंडियन काउंसिल एक्ट 1868 आ अंडर रे गोटे एक्ट आसला जोटा कि जो थे कि गोटे आमर हाईकोर्ट तैयारी प्रति प्रोविंस रे ओके एथिरे आ कौन कराला ना फर्स्ट टाइम पई प्रोविंस रे लेजिस्लेटिव काउंसिल गोटे इंट्रोड्यूस कराला एथिरे इंडियन मकर एंट्री कराला ओके लिखि जी मु हला एथिरे भी सेम आ कहउछंती फर्स्ट स्टेप ऑफ डिसेंट्रलाइजेशन आ एथिरे पोर्टफोलियो सिस्टम मध्य फर्स्ट टाइम पई इंट्रोड्यूस कराला पोर्टफोलियो मीन्स जो इंडिया मान को जो एंट्री कराला लेजिस्लेटिव काउंसिल रे समस्त को अलग अलग सब्जेक्ट दियागला ओके देन आसिला एक्ट इंडियन काउंसिल एक्ट ऑफ 1892 बॉम्बे बेंगल मद्रास ये तीनों प्रोविंस रे लेजिस्लेटिव काउंसिल को अधिक एक्सपैंड करागला मतलब साइज बढ़ागला आ कौन कराला इंडिया मान को नॉमिनेट कराला इथरे फर्स्ट टाइम पे एंट्री होती कौन 1861 रे इथरे नॉमिनेट कराला ओके आ लोकल बॉडी पाई गोटे इनडायरेक्ट इलेक्शन अपॉइंट कराला ओके एटा सब स्टेट रे ए तीनों रे लेजिस्लेटिव काउंसिल अछि एग्जीक्यूटिव काउंसिल भी थिला और हमर हाई कोर्ट भी थिला ओके देन हमर आसिला इंडियन काउंसिल एक्ट ऑफ 1909 M2 रिफॉर्म इज नोन एज मॉली मंटो रिफॉर्म ओके तो एथरे कौन है ना बॉम्बे बेंगल मद्रास आम तीन प्रेसिडेंट था ये तीन प्रेसिडेंस रे मध्य बोथ सेंटर आउ स्टेट रे मतलब सेंटर आउ प्रोविंस रे जो लेजिस्लेटिव काउंसिल थिला मन को आउ टिके एक्सपैंड करागला साइज बढ़ागला 16 रु 60 करागला ओके एटा हमर पॉलिटर देइछे ओके एथिरे लेजिस्लेटिव काउंसिल एंड सेंटर ऑफ प्रोविंस रे धीरे धीरे बढ़ाला ओके एवं 1909 एक्ट रे इंडियन एंट्री फास्ट टाइम पे वाइसरॉय एंड तार एग्जीक्यूटिव काउंसिल भितर फास्ट टाइम पे इंडियन एंट्री है फास्ट टाइम एंट्री होते सत्येंद्र प्रसाद सिन्हा तो तो गवर्नमेंट ऑफ इंडिया एक्ट 1909 रे हमर सेंटर रे दीटा काम कराइतला दीटा मोस्ट इम्पोर्टेंट काम कराइतला गोटे इंडियन एंट्री कराइतला हमर एग्जीक्यूटिव काउंसिल अंदर रे आउ गोटे काम कराइतला लेजिस्लेटिव काउंसिल रे गोटे सेपरेट इलेक्टर देइतला मुसलमान माननको ओके दीटा काम हो जाइतला प्रोविंस रे जस्ट खाली आमर लेजिस्लेटिव काउंसिल को टिके एक्सपैंड कराइतला ओके देन तापर आसिले गांधी एंट्री कले ओके आमर गांधी एंट्री कले 1915 रे देन आमर आ गोटे आसिला गवर्नमेंट ऑफ इंडिया एक्ट 1990 इज नोन एज एम्स रिफॉर्म मोंटेगू चेम्सफोर्ड रिफॉर्म्स मोंटेगू सेक्रेटरी ऑफ स्टेट एंड चेम्सफोर्ड होची आमर वाइसरॉय ऑफ इंडिया ओके तो एथिरे कौन कराला ना जो तीनटा आमर प्रेसिडेंसी थिला तेथिरे एग्जीक्यूटिव काउंसिल रे गोटे डायरेक्ट डुअल गवर्नमेंट इंट्रोड्यूस कराला ओके प्रति प्रति प्रोविंस रे कराला डायरेक्ट ओके
ଦୁଇଟା ବିଭାଗ ବନାଗଲା, ଗୋଟେ ହେଉଛି ଟ୍ରାନ୍ସଫର୍ ଆଉ ଗୋଟେ ରିଜର୍ଭଡ୍ ହେଲା। ଏ ଟ୍ରାନ୍ସଫର୍ ସବଜେକ୍ଟରେ ଗଭର୍ଣ୍ଣର ୱିଥ୍ ଏକ୍ଜିକ୍ୟୁଟିଭ୍ କାଉନସିଲ୍ ଥିଲେ। ଓକେ, ଆଉ ଏଥିରେ ଥିଲେ ଆମର ଇଣ୍ଡିଆନ୍ ମିନିଷ୍ଟର୍ସ। ଇଣ୍ଡିଆନ୍ ମିନିଷ୍ଟର ଯାକ ଏକାଉଣ୍ଟେବଲ୍ ହେଉଥିଲେ ଟୁ ଦ ଲେଜିସ୍ଲେଚର, ଅର୍ଥାତ୍ ଲେଜିସ୍ଲେଟିଭ୍ କାଉନସିଲ୍। ପ୍ରୋଭିନ୍ସରେ ଆମର କ'ଣ ଡାଇରେକ୍ଟଲି ଇଣ୍ଟ୍ରୋଡ୍ୟୁସ୍ ହେଲା। ଷ୍ଟେଟ୍ରେ କ'ଣ ହେଲା, ସେଣ୍ଟରରେ କ'ଣ କରାହେଲା, ଲେଜିସ୍ଲେଟିଭ୍ କାଉନସିଲ୍ ଭିତରେ ଗୋଟେ ବାଇ କ୍ୟାମେରାଜମ୍ ଇଣ୍ଟ୍ରୋଡ୍ୟୁସ୍ କରାହେଲା। ଇଜ୍ ନୋନ୍ ଏଜ୍ ଅପର୍ ହାଉସ୍ ଲୋୟର୍ ହାଉସ୍। ଓକେ, ଏଇଟା ହେଉଛି ଦୁଇଟା କରାହେଲା। ଗୋଟେ 1909ରେ ଆମର ଇଣ୍ଡିଆନ୍ମାନଙ୍କୁ ଏଣ୍ଟ୍ରି କରାହେଲା। ଲେଜିସ୍ଲେଟିଭ୍ କାଉନସିଲ୍ରେ ମୁସଲିମମାନଙ୍କୁ ଗୋଟେ ସେପାରେଟ୍ ଏରିଆରେ ଦିଆହେଲା। ତାପରେ ଆସିଲା ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ 1990ରେ ପ୍ରୋଭିନ୍ସରେ ଡାଇରେକ୍ଟ ଇଣ୍ଟ୍ରୋଡ୍ୟୁସ୍ କରାହେଲା ଆଣ୍ଡ ସେଣ୍ଟରରେ ବାଇ କ୍ୟାମେରାଜମ୍। ଓକେ, ଦେନ୍ ଆସିଲା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ 1935। ଏଥିରେ କ'ଣ କରାହେଲା ନା, ପ୍ରୋଭିନ୍ସକୁ ଗୋଟେ ପ୍ରୋଭିନ୍ସିଆଲ ଅଟୋନୋମି ଦିଆଗଲା। ସେଣ୍ଟରରେ ଏକ୍ଜିକ୍ୟୁଟିଭ୍ କାଉନସିଲ୍ ଅଣ୍ଡରରେ ଗୋଟେ ଡାଇରେକ୍ଟ ଇଣ୍ଟ୍ରୋଡ୍ୟୁସ୍ କରାହେଲା, ବଟ୍ ଇମ୍ପ୍ଲିମେଣ୍ଟ ହେଇନି। ଓକେ, ପ୍ରୋଭିନ୍ସିଆଲ ଅଟୋନୋମି का मतलब ହେଉଛି ଗୋଟେ ରେସ୍ପନ୍ସିବଲ୍ ଗଭର୍ଣ୍ଣମେଣ୍ଟ। ଓକେ, ଡାଇରେକ୍ଟ ଖତମ କରାହେଲା ଆଉ ଗୋଟେ ପ୍ରୋଭିନ୍ସିଆଲ ଅଟୋନୋମି ଦିଆଗଲା। ସେଥିରେ ଆମର CM ପ୍ଲସ୍ ଗଭର୍ଣ୍ଣର ଆଣ୍ଡ କାଉନସିଲ୍ ଅଫ୍ ମିନିଷ୍ଟର ସବୁ ରହିଲେ। ଗୋଟେ ପ୍ରୋଭିନ୍ସିଆଲ ଗଭର୍ଣ୍ଣମେଣ୍ଟ ସ୍ଥାପନ କରାହେଲା। ଓକେ, ଏଥିରେ କ'ଣ କରାହେଲା, ଗୋଟେ RBI ଗୋଟେ ବ୍ୟାଙ୍କ କରାହେଲା, ଗୋଟେ ଫେଡରାଲ କୋର୍ଟ କରାହେଲା। ଓକେ, ଗୋଟେ ପବ୍ଲିକ୍ ସର୍ଭିସ୍ କମିଶନ ପାଇଁ ଗୋଟେ ସ୍ଥାପନ କରାହେଲା। କିନ୍ତୁ ଏକ୍ଜିକ୍ୟୁଟିଭ୍ କାଉନସିଲ୍ ଅଣ୍ଡରରେ ଡାଇରେକ୍ଟଲି ଇଣ୍ଟ୍ରୋଡ୍ୟୁସ୍ ହେଲା, ବଟ୍ କାମ କରାହେଇନି, ଇମ୍ପ୍ଲିମେଣ୍ଟ କରାହେଇନି।